ଆମେ ଆଜି ଦେଖିବା ଯେ ବହୁ ପଣ୍ଡିତମାନେ ସବୁ ଏଇ ଆମର ୟୁଟ୍ୟୁବରେ ଟିଭିରେ ବେଲ ଗଛ ବିଷୟରେ ବହୁତ ଆଲୋଚନା କରିଛନ୍ତି ଯେ ବେଲ ବୃକ୍ଷଟି ଘରର କେଉଁ ପଟେ ରହିଲେ ଘରକୁ ଶୁଭଫଳ ଆସିଥାଏ। ବେଲ ବୃକ୍ଷ ପୂର୍ବରେ ରହିଲେ ଭଲ, ଦକ୍ଷିଣରେ ରହିଲେ ଭଲ, ପଶ୍ଚିମରେ ରହିଲେ ଭଲ, ଉତ୍ତର ରହିଲେ ଭଲ। କିନ୍ତୁ ଆମର ପାଠ କ'ଣ କହୁଛି ନା ପୂର୍ବରେ ଯଦି ଯେ ବୃକ୍ଷ ମହାଶୁଭ ହୋଇ ବୃହସ୍ପତି ରବିଙ୍କର ଆଶୀର୍ବାଦ ପାଇ, ଯଦି ବେଲ ବୃକ୍ଷ ପୂର୍ବ ଦିଗରେ ରହିଲା ବୃହସ୍ପତି ରବିଙ୍କର ଆଶୀର୍ବାଦ ସେ ଲୋକଟି ପାଇଥାଏ ସୁନିଶ୍ଚିନ୍ତ। ତା ପରିବେଶ ଭଲ ରହିବ, ପୂଜା କରିବ, ରବିବାର ଦିନ ବା ସବୁଦିନ କର ନାଲି କନାଟିଏ ତା ଦେହରେ ବାନ୍ଧିବେ, ନାଲି ଫୁଲ ଦେବେ, ନାଲି ଚନ୍ଦନ ଘୋରିକି ଦେବେ, ସିନ୍ଦୁର ଦେବେ, ଧୂପଟିଏ ବୁଲେଇବେ, ଦୀପଟିଏ ବୁଲେଇବେ, ଭୋଗ ଟିକେ କରିବେ। ଶିବଙ୍କର ଅବତାର ବିଲବୃକ୍ଷ, ବିଲବୃକ୍ଷ ଆମେ ଯଦି ପୂଜା କରିବା, ମନ୍ଦିର ନ ଯାଇପାରିବା ତାହେଲେ ଆମେ ବି ତା'ର ଫଳ ନିଶ୍ଚୟ ପାଇବା। ପୂର୍ବ ପଟେ ଯଦି ଆମେ ଦେଖିବା ଯେ ପଶ୍ଚିମ ରହିଲେ କ'ଣ ହେବ ବିଲବୃକ୍ଷ ନା ପଶ୍ଚିମରେ ବେଲ ବୃକ୍ଷ ଯଦି ଥିବ ରହି ଅସାଧ ଶିର ପୀଡ଼ାରୁ ନିଶ୍ଚୟ ମୁକ୍ତି ପାଇ। ପଶ୍ଚିମରେ ବେଲ ଗଛ ରହିବ ତାହେଲେ କ'ଣ ହେବ ନା ଅସାଧ୍ୟ ଶିର ପୀଡ଼ା ବା ମୁଣ୍ଡ ବିନ୍ଧା, ଶିରଜନିତ ବାଧା, ଶନିଙ୍କର ହେଉଛି ବାସ ପଶ୍ଚିମ ଦିକେ, ଯଦି ବେଲ ଗଛଟି ରହିବ ତାହେଲେ ସେ ବି ଘର ପାଇଁ ବହୁତ ଶୁଭ ଆସିବ। ଏଥିରେ ତିଳାଧେ ବାଉଳା ନାହିଁ। ଫେରେ ଆଉ ଅଲଗା ବିଷୟ ଆଲୋଚନା କରିବା।